ଚାଲିଛି ଚଳିତ ବର୍ଷ ମହାପ୍ରଭୁଙ୍କର ରଥଯାତ୍ରା। କାଲି ବାହୁଡ଼ା ପରେ ଆଜି ଆୟୋଜିତ ହେବ ମହାପ୍ରଭୁଙ୍କର ସୁନାବେଶ। ଏ ସୁନାବେଶ ବର୍ଷକରେ 5 ଥର ହେଉଥିଲେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କର ଏ ବେଶ ଗୋଟିଏ ଥର ବର୍ଷକୁ ହୋଇଥାଏ। କେହି କେହି ଏହାକୁ ବଡ଼ ତଡ଼ହୁ ବେଶ ତ କିଏ ଏହାକୁ ରାଜରାଜେଶ୍ୱର ବେଶ ତଥା କେହି କେହି ଏହାକୁ ସୁନାବେଶ ବୋଲି ମଧ୍ୟ କହିଥାନ୍ତି। ରଥ ଉପରେ ଆୟୋଜିତ ସୁନାବେଶ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥାଏ ଏବଂ ରଥାରୂଢ଼ ସୁନାବେଶକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଜଗତର ତ୍ରାଣକର୍ତ୍ତା ତଥା ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ରଥ ଉପରୁ ଆଜି ଦର୍ଶନ ଦେବେ। ତେବେ ଧରାପୃଷ୍ଠରେ ଆଜି ଏଭଳି ଏକ ମାନବୀୟ ଲୀଳା କରିବେ କୋଟି କୈବଲ୍ୟନାଥ ମହାପ୍ରଭୁ ଜଗନ୍ନାଥ। ଆଉ ଭକ୍ତ ବି ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଓ ରୂପ ସମ୍ପର୍କ କରି ଅଭିଭୂତ ହେବେ। ଏ ଦିବ୍ୟ ଦର୍ଶନ ପାଇଁ କୋଟି କୋଟି ଜନ୍ମର ପୁଣ୍ୟ ଲାଭ କରିବାକୁ ଆଶା ରଖିଛନ୍ତି ଭକ୍ତ। ଏଥିପାଇଁ ଏବେଠାରୁ ବଡ଼ଦାଣ୍ଡ ଗହଳି ଚହଳି ହେବା ଆରମ୍ଭ ହୋଇଗଲାଣି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏ ଅପୂର୍ବ ସୁନାବେଶରେ ଦର୍ଶନ ପାଇବା ପାଇଁ ବ୍ୟାକୁଳ ହୋଇ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ସୁନାବେଶ ପରିପ୍ରେକ୍ଷୀରେ କ'ଣ ରହିଛି ରଥ ଉପରେ ମହାପ୍ରଭୁଙ୍କର ନୀତିକାନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କର ଦିନ ଭିତରେ 3 ଥର ମଙ୍ଗଳ ଆଳତି ହେବ, ଯାହାକି ସକାଳ 6ଟାରୁ ସନ୍ଧ୍ୟା 6ଟା 30 ଭିତରେ ହେବ। ସକାଳ 7ଟାରେ ମହାପ୍ରଭୁଙ୍କର ଆଜି ମଇଲମ ତଥା ତଡ଼ପ ଲାଗି ନୀତି ସରିଛି ଏବଂ ସକାଳ 8ଟା ସମୟରେ ମହାପ୍ରଭୁଙ୍କର ଅବକାଶ ପୂଜା ମଧ୍ୟ ସରିଛି ଏବଂ ସକାଳ 9ଟା ସମୟରେ ମହାପ୍ରଭୁଙ୍କର ବେଶ ଶେଷ ହୋଇଛି ଏବଂ ସକାଳ 10ଟାରୁ ସକାଳ 10:30 ମଧ୍ୟରେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବ ଏବଂ ପୂର୍ବାହ୍ନ 11ଟାରୁ ମଧ୍ୟାହ୍ନ 12ଟା ମଧ୍ୟରେ ମହାପ୍ରଭୁଙ୍କର ରଥ ଉପରେ ସକାଳ ଧୂପ ନୀତି ସମ୍ପନ୍ନ ହେବ। ସକାଳ ଧୂପ ନୀତି ବଢ଼ିଲା ପରେ 12:30ରୁ 1 ମଧ୍ୟରେ ମହାପ୍ରଭୁଙ୍କର ମଇଲମ ହେବ ଏବଂ ଦିନ 1 ପରେ ମହାପ୍ରଭୁଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ସମ୍ପନ୍ନ ହେବ। ଅପରାହ୍ନ 2ଟାରୁ 3ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଶେଷ ହୋଇ 3ଟା 30 ଭିତରେ ମହାପ୍ରଭୁଙ୍କର ମଇଲମ ନୀତି ଶେଷ ହେବାର ନୀତି ନିର୍ଘଣ୍ଟ ରହିଛି। ଏହାପରେ ଏକାଦଶୀ ସର୍ବାଙ୍ଗ 4ଟା 30ରୁ ଅପରାହ୍ନ 5ଟା ମଧ୍ୟରେ ଶେଷ ହେବ ଏବଂ ସବୁଠାରୁ ଆକର୍ଷଣୀୟ ବେଶ, ଯାହାକୁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଛନ୍ତି, ମହାପ୍ରଭୁଙ୍କର ସୁନାବେଶ ସନ୍ଧ୍ୟା 5ଟାରୁ ସନ୍ଧ୍ୟା 6ଟା 30 ଭିତରେ ଶେଷ କରିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି ଏବଂ ରାତି 8ଟାରୁ 9ଟା ମଧ୍ୟରେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ହେବ ଏବଂ 9ଟା 15ରେ ମହାଦୀପ ବନ୍ଦାପନା କରାଯିବ ଏବଂ ରାତି 10ଟାରୁ 11ଟା ମଧ୍ୟରେ ମହାପ୍ରଭୁଙ୍କର ସବୁଠାରୁ ଦିବ୍ୟ ସୁନାବେଶର ମଇଲମ କରାଯିବ। ମାନେ 11ଟା ପରେ ଯଦି କୌଣସି ଭକ୍ତ ପୁରୀ ଯାଆନ୍ତି, ସେ ଆଉ ମହାପ୍ରଭୁଙ୍କର ସୁନାବେଶର ଦର୍ଶନ ପାଇପାରିବେ ନାହିଁ ଏବଂ 11ଟା 30ରେ ମହାପ୍ରଭୁଙ୍କର ଚନ୍ଦନ ଲାଗି ହେବ। ରାତି 12ଟାରେ ମହାପ୍ରଭୁଙ୍କର ବଡ଼ ସିଂହାର ନୀତି ରଥ ଉପରେ ହିଁ ଅନୁଷ୍ଠିତ ହେବ। ରାତି 12ଟା 30 ମହାପ୍ରଭୁଙ୍କର ବଡ଼ ସିଂହାର ଭୋଗ ହୋଇ ରାତି 12ଟା 45 ମହାପ୍ରଭୁଙ୍କର ବଡ଼ ସିଂହାର ବେଶର ମଇଲମ କରାଯିବ। ଏହାପରେ ମହାଚ୍ଛା ପୂଜା ରାତି 1ଟାରେ ହେବ ଏବଂ ଏହାପରେ ଶୟନ ଠାକୁର ବିଜେ କରିବେ ଏବଂ ମହାସ୍ନାନ ପୂଜା ଶେଷ ହୋଇ ମଇଲମ ମଧ୍ୟ ଶେଷ ହେବ। ଏହାପରେ 2ଟା 10 ଚନ୍ଦନ ଲାଗି ହେବ ଏବଂ ବଲ୍ଲଭ ବଡ଼ ସିଂହାର ବେଶ 3ଟାରେ ହେବ। ଏହାପରେ ବଲ୍ଲଭ ବଡ଼ ସିଂହାର ଭୋଗ 3ଟା 30 ହୋଇ ହରି ଶୟନ ନୀତି ଆରମ୍ଭ ହେବ ଏବଂ ରାତ୍ର ପହୁଡ଼ ରାତ୍ର 4ଟାରେ ହେବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।